ତୁ କ'ଣ ଖାଇଲୁଣି? ଆମେ କେହି ଖାଇନୁ, ତୁ ଖାଇଦେଇ ସାରିଲୁଣି ନା? ଭୋକ ଲାଗିଲା ଖାଇଦେଲି ଆଉ। ଭୋକ ଲାଗିଲା ଖାଇଦେଲୁ। କ'ଣ ହେଲା? ଆମେ ଖାଇନାହାନ୍ତି କେହି, ସେ ତାର ଖାଇଲାଣି। ଆସି ତ ଭୋକ ନାଇଲା ସେ ଖାଇଦେଲା। କ'ଣ ହେଲା? ଆମେ ଖାଇବା ଏଇଖିନା ସମସ୍ତେ ଖାଇଦେବୁ। ଆଉ ସିଏ କ'ଣ ଆଗତୁରିଆ ଖାଇବାଟା ଏଟା କ'ଣ ଠିକ୍ ନା? ଠିକ୍ ବୋଲି ଆମେ ଭାବିବା ଏଇଥିପାଇଁ ଯେ ତାର ଆତ୍ମାଟା ଗୋଟେ ଜିନିଷ, ଆତ୍ମାଟା ଯେଉଁ ସମୟରେ ଖାଇବା ପାଇଁ ଇଚ୍ଛା କରିବ ସେ ସେଇ ସମୟରେ ଖାଇବ। ସେ ଖାଉଛି ବର୍ତ୍ତମାନ, ଆମେ ଯଦି କ'ଣ ଅଶାନ୍ତି ହେବା କି ନହେଲେ ପାଟିତୁଣ୍ଡ କରିବା, ଏ ସମୟରେ ସେ ଖାଇବା ଭିତରୁ ଉଠିକି ଯିବ, ଯାଇକି ଆମମାନଙ୍କୁ ପୋଷିବ। ହେଲେ କ'ଣ ହେଲା? ଗୋଟେ ଚିନ୍ତା କର, ଭିତରେ କି ଗବେଷଣା କର। ତୁ ପିଲା ଲୋକ ଜାଣିନୁ ତାର ଆତ୍ମାଟା କ'ଣ କହୁଛି। ଆମ ଆତ୍ମାଟା ଯେମିତି କହୁଛି ଆମେ ଗାଧୋଇ ପରିକି ଆସିଲେ ଆମେ ଖାଇବା, ତା ଆତ୍ମାଟା ସେ ଖାଇନେଇ ସକାଳୁ ପହରୁ, ଏବେ ଖାଇବା ପାଇଁ ଇଚ୍ଛା କରୁଛି। ଆମେ 5 ମିନିଟ୍ ବସିଯିବା, କିନ୍ତୁ ଆତ୍ମାଟାକୁ ଚିହ୍ନ। ସିଏ ଖାଇସାରିଲା ପରେ ସିଏ ଅନୁଭବ କରିବନି କି ଆମମାନଙ୍କର ଆତ୍ମାଟା କ'ଣ, ତା ଆତ୍ମାଟା କ'ଣ। ସିଏ ଯେମିତି ତା ଆତ୍ମାଟି କହିଲା ଏଇନା ଖାଇବା ନାହିଁ, ସିଏ ଚିନ୍ତା କରିନରେ ମୋ ଆତ୍ମାଟା ତ ଏଇନା କହୁଥିଲା ଖାଇବା ପାଇଁ, ଆଉ ଏମାନେ ଗାଧୋଇ ପାଧୋଇ ସାରିକି ଆସିଲେଣି ଖାଇବା ପାଇଁ, ତାହେଲେ ମୁଁ ତାଙ୍କୁ ଶୀଘ୍ର ପୋଷିଦିଏ। ସେ ଆପେ ଆପେ ସାଇଟ୍ ହେଇଯିବ ନା। ଆଉ ତାକୁ ଆମେ କହିବାକୁ ହେବ କାହିଁକି? ଖାଉ ଖାଉ। ସମାଜ କିନ୍ତୁ କହିବା କ'ଣ ନା ଆଗତୁରିଆ ଖାଇଦେଲା, ଶାଶୁ ଶ୍ୱଶୁର ମାନେ ନା, ଖାଇନାହାନ୍ତି। ସେଟା ସମାଜ ନିଶ୍ଚିତ କହିବା କଥା କହିବ, ହେଲେ ବୁଝିବାକୁ ଚେଷ୍ଟା କରିବା ନା ଆଉ।